हाय हेलो नमस्कार जय जगन्नाथ वेलकम बैक टू माय चैनल परिपूर्ण लाइफस्टाइल। तो फ्रेंड्स बर्तमान बिल आड़े आसी तो बिलर पानी होती कि ना देखा तो देखो मैंने केते दिन है आम वर्षा होनी आम देखो सब बिल पड़िया पड़ी कान्हार मोर आसु बिल बुलिया बिलर पानी है ना ना देखा तो वर्षा होनी से बिलर पानी होनी बोल कि काम होनी एपर्यंत माने काली होता वर्षा आज टी वर्षा 2 दिन है टे वर्षा होती बोली मुझे देखापी आसी बिलर पानी है कि ना तो देखो ये टिके टिके पानी है ये पुणी माने रोई हेबनी हल हो गला से पानी टिके सुखीज कौटिल कान्हार मोर आसु बिल देखा पानी होनी एगुड़ा हूँ आम बिल देखो टिके पानी एटा गोटे हाटा गोटे हाटा गोटे हाटा गोटे पानी है अल्प टिके पानी है से बाटे जीव मैंने तला क्यारी जो बिलर तला पड़ी से बिल को कान्हा कौच जा बोली चल देखिए कहली चल आगू को जा चार बिलटा देखी आसा पानी है ना ये बाटे अच्छा शीघ्र से बुद्धि काटा जो हाटी पकई ना पचा गंध हो धन हाटी जो बुद्धिका पकई से पचा गंध हो गंध तो नाक गंध होनी कि तो नाक को गंध होनी देखो तला क्यारे आमर तला क्यारे टिके पानी हो जाए हेल्ले कौन हम काली रातिर षंढ पशि खाई देखो सब खुंटा खुंटा कर दे मैंने सब षंढ पशि खाई सब तला ना जानी मैंने बिलटा सारा सब तला षंढ पशि खाई कान्हा को देखो केते बदमाश हो पानी रे पशि ना ना साड़ जानी एबाटे पलैस से तुम से दिन आसिक झाड़ा फेतिल ना छी ये बिल तुम आसिक झाड़ा फेतिल ना गुओ पानी डार धोई हो बाटे पलैस आम ये बाटे गलु से बाटे हाय से आगे से जो कलम देखा से कलम पाखक जाइए से बिल बुलिकी ये बाटे पुणी आसिलु माने ये बाटे गलु ये बाटे बुलिकी ये बाटे आसिलु ना ये देखनी के गछ पतर रुंध हो साप थी से भितर पड़े पड़े कौन घांगुचा बसीगला तो फिर जाके बिल बुलिकी आसिलु पानी देखिकी आसिलु अल्प टिके पानी है बेसी भी पानी है तो हेल्ले कौन हम जा रुई दे था ना हल करके माने तला क्यारटा भी तला खाई तो सार पकते पड़ो सार पकड़े टे बढ़ीगले देखा जदि पानी रोईते हम
କାହିଁ ଆସିବୁନି ଇଆଡ଼େ ସାପ ମତେ ଘୁରେଇ ଦବ। ଆସେନି ହେଟା କ'ଣ ପାଇଁ ଦେଖଉଛୁ ଯାଇ ତା ଉପରକୁ ଚଢ଼ିକି ଦେଖ ଲୋ ମା ଭାଇ ଆଡ଼େ ଦେଖେ ସେ କ'ଣ ଖଟାରେ ଆସେ ଠିଆ ହେଇଥା ତଳେ ଠିଆ ହେଇଛି ଉପରକୁ ଠିଆ ଆସୁନୁ ସେ ସନ୍ଧି ମନ୍ଦିର ବାକ୍ସଟା ଧରିଦେବି ଡଙ୍ଗା ହଉଛି କୋଉ ସମୁଦ୍ର ଯଦି ଗଳି ଯାଇଥିବ ହଁ ସେ ତଳେ ଠିଆ ହେଇଛି କ'ଣ ନାଇଁ ନିଅ ଦେଖ ସେଇଠି ସମୁଦ୍ର ଏତେ ଚଞ୍ଚଳ ପଳେଇଲା ନା କ'ଣ ଏଇ ପୁରା ନା ଏଟା ରୋଣ ସାପୁଟା ଏଇଟା କୋଉଠି ଲୋ ମା ଏଟା ରୋଣ ସାପୁଟା କାନ୍ଥରେ ଏଇଟା 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 ଏ ସରୁଆ ପାଖରେ ମାରେ ମାରିପାରିବ ନା ସେଇ ନାଗି ତ ଏଟା କଳା ଦିଶୁଛି ମୁଁ କହୁଛି ଏଟା କ'ଣ କାଠକୁ ଚରିଗଲା ହେଇ ଯାଇକି ଦେଖି କାହାକୁ ଡାକିନି କେହି ତ ନାହାନ୍ତି ପାଗଟା ନାହିଁ ତ ମୁଁ ବା କହୁଥିଲି ଏଇ ଚିଆର ବାଟେ ଯାଇକି ଏଇ କାନ୍ଥରୁ ଛୁରୀ କାନ୍ଥ ଥିଲା ବୋଲି କହୁଥିଲି ନା କୁଆଡ଼େ ନା ପଳେଇଲା ସେଇଟା ଏଇଟା ଦେଖେଇକି ରଖିଥିବ ନା ଧରତ ନାଗ ସାପଟା ସେ ଛୁଟାଟା ହଁ ତ ଆହୁରି ଆଉ କିଏ ନାହିଁ ନା ମାରୁ ମୁଁ ତ ସେଇଟା ମୁଁ କହୁଛି ଏଟା କ'ଣ ମୁଁ ଦେଖିନି କେତେବେଳେ ହେଲା ମୁଁ କହୁନି ଛୁଆରି ତାକୁ ଜୋର ମାରି ନାହିଁ ହବ ଯା ନାହିଁ ଏଠିକି ଯା ନାହିଁ ପାଖକୁ ସେଇ ସାথে କେତେ କୁଆଡ଼େ ରଙ୍ଗିକି ପଳେଇବ ଆଲୋ ଦେଖେଇନି ସେ ପଳେଇବ ଆଲୋ ଦେଖେଇନି ପଳେଇବ ସାପଟି କି ସାପ ଏଠି ସାପଟେ ବଳି ନାଗ ସାପଟେ ତା ହାଇ ଜଗା ଆଇଲା ନାହାନ୍ତି ଠେଙ୍ଗା ଧରୁଛନ୍ତି ମା ସେଇଟା ଆଲୋ ଦେଖା ନାହିଁ ବେଶୀ ହାଇଟା କାନ୍ଥ ଛାଡ଼ିବୁନି ଯେମିତି ଏକା ଥରକ ମାରିବୁ ହେଲା ବାବା ତା କେଡ଼େଟିଲୁ ମା ଆଉ ଗୋଟେ ବାଡ଼ି ଆଣଲୁ ଆଉ ଗୋଟେ ଠେଙ୍ଗା ତମେ ଧରୁଛ ସେ ଯଦି ବି ବାହାରି ଆଇଲା ତମେ ନହେଲେ ପିଟି ଏଟା ଦିଟା ନା କ'ଣ ଆଉ ଗୋଟେ ଠେଙ୍ଗା କାହିଁ ସୁଧେ ହେଇଟା ଏଟା ଶାବୁଳଟା ବାଡ଼ି ସୁଦ୍ଧା ରଖୁନୁ ବାଁଶ ଦିଟା ତିନିଟା ଠେଙ୍ଗା ଥିଲା ଆଉ କ'ଣ ହେଲା ଜଗା ମାରିଛି ସେଟା ତା ମୁଣ୍ଡକୁ ମାରିବୁ ତା ମୁଣ୍ଡ ଏଇଟା ଛୁଆଟା ଆଣ ନହେଲେ କୁଆଡ଼େ ଏଇଟା ଏଇଟା ଜାକିବୁ କ'ଣ ନାହିଁ ପିଠି ଦେବ ତ ମରିଯିବ ଛୁଆ କାଢ଼ ଆଜି କ'ଣ ହେଇଥା ବେଶୀ ଆଲୋ ଦେଖ ନାହିଁ କୁଆଡ଼େ ବୁଢ଼ାଟା ଲାଇଟ୍ ଦେଖିଲା ବେଳକୁ ସେ ଚରି ଆସୁଛି ହଁ ଦେଖା ନାହିଁ ଲାଇଟ୍ ମୁଣ୍ଡଟା ଏଇଟା ମଝିରେ ଏଇଟା ମାନେ ଉପରକୁ ଯାଇଛି ପୁଣି ତଳକୁ ପଳେଇ ଆସିছে ଏଇଟା ମଝିରେ ସେଇ 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 ବାଙ୍କ ସିଧାରକୁ ମାର ଏଇଟା ବଡ ଠେଙ୍ଗା ଧରୁନ ଏଇଟା କୁଆଡ଼େ ପଳେଇବ ତି ରଙ୍ଗି ତା ମୁଣ୍ଡଟା ଅଛି ଲୋ ମାରି ନେଇ ଜାକିଦେ ସେଇଠି ବାବା ଏମିତିଆ ସମୟ କିଏ ମୁଣ୍ଡଟା ମାରେ ତା ନାଞ୍ଜରେ ସୁଦ୍ଧା ବିଷ ସେଇଠୁ ମାର ବାବା ଆମେ ଖୋଜି ରହିଥା ମୁଣ୍ଡଟା କାଢୁଛି ମାରି ଦେଇକି ତଳକୁ ଖସ এইটাକୁ ଦୌଲାଟା ଦେଖିକି କୁଆସିଲୁନି ଆମେ ଦୌড়াও দেখি ସେ ଚୋଟ ମରେଇ ନେଇ ସେ ସାପ এটা পবন বাজিলে বলছে না কোন
ମୁଁ ବା ଦେଖିଦେଇକି ମୁଁ ଛାଇ ଗଲା ମୋ ଛାତିଟା। ମୁଁ ସେଇଠି ହାତଟା ଏମିତି ବଢେଇକି ଦେଖିବା କୋଉଠି ହେଲା କହି ଗଳିକି ଅନେଇକି କହିଲା ବେଳକୁ ଦେଇ କହୁଛି ଦେଇ ସାପରେ କହୁଛି ମୁଁ ତ କହୁଛି ଏଟା ରୋଡ ଭାଇ ଦେଇ କହୁଛି ଦେଇ କରୁଛି ଆହୁରି ବଞ୍ଚିଛି ଲୋ ବାବା। ଆହୁରି ବଞ୍ଚେది ତା ମୁଣ୍ଡ ଛେତରା ହେଇଗଲାଣି। ସାପଟା ଦେଖେଇଦେ। ସାପ କି ସାପ ଦ ଖୋଜି ଆଇଲା ଏମିତି କୁଆଡେ ପଳେଇବୁ। ଯା ଏ ତଳ ବାଟକୁ ଦେଖୁନୁ ହଁ ସେ ଆଇଲା। ଇଏ କାନ୍ଦୁଛି ରାତିରେ। ପଳେଇ ଯା ଏଟା କାଟେ ପଳେଇ ଚାଲ ତା ଛାପିକି ଥାନ୍ତା ସବୁ ଶୋଇ ଶୁଆ ପଡିଥିଲା ଯଦି କୁଆଡେ ଯାଇକି ଥାନ୍ତା। ତ ମୁଁ ଚାହୁଁଛି ଏତେ ଲମ୍ବା ବାରିଟେ ରଖିଥିଲି କାହିଁକି ସରପଞ୍ଚ ଦେଖନ୍ତୁ ଏଇ ମେମ୍ବର ଜଣକ ଆସିଥିଲେ ଆମର ସାପ ଧରାଳି। ତ ବର୍ତ୍ତମାନ ଘରୁ ବାହାରିଲା ରଣା ସାପ। ଏଟା ରଣା ନା ଆଉ କଣ ବଡା ତୁ ଚିହ୍ନିଛୁ ନା? ହଁ ଚିତି ନୁହେଁ ଏଟା ଛକ ଛକ ହେଇଛି ଯେ ଚନ୍ଦନ ବଡା ମା ପଟା ପଟା ଦାଗ ପଡିଛି ଏଇ ଦେଖୁନ ଚନ୍ଦନ ଏଇ ସାପ କଷ ଅଜଗର ଭଳିଆ ବଡ ବଡ ସାପ ହବ। ପୁଣି ଥରେ ଘରୁ ବାହାରିଲା ବିଷାକ୍ତ ଯିବ। ଏଟା ବଞ୍ଚିଛି ଆହୁରି ତାକୁ ମାର ଆଉ ଟିକେ ସେ ବା ଆହୁରି ଚଲଚଲ ହଉଛି। ହେଇବା ଦେଖ କେତେ ବଞ୍ଚିଛି ସେ। ବଡା ତ ପବନ ବାଜିଲେ ବଞ୍ଚିବ। ହେଇ ତ ଆଇଲା ସେ ତ କାଦ କଦିଆ ଗଳି ଯାଉଛି ମୁଁ ତା କାଟୁଛି ନା। ମୁଁ କହୁଛି ରଣା ସାପ ତାହେଲେ ଏଟା ଚନ୍ଦନ ବଡା ସାପ। ରଣାଟା ଆଉ ଟିକେ କଳା ନା ସେ ପେଟ ଫାଟି ନେବି ପବନ ବାଜିଲେ ସେ ସାପ ବଞ୍ଚିବ। ଏଇ ଯୋଉ ଗୁଇରିଟା ନା ଏଇ ଯୋଉ ଗଛ ପତ୍ର ଅଛି ଏଇ ଜାଗାରେ ବି ଚନ୍ଦନ ବଡା ସାପ ଅଛି ଜାଣିଛୁ। ଏଇଠି ଛୁଆ ହେଇକି ସେ ଯାଇଛି ଏଣେ ଆନି ଏଇଠି ଗୋଟେ ଚନ୍ଦନ ବଡା ସାପ ମରା ହେଇଥିଲା ନା ବଡ ସାପଟେ। ଏଇ ଗୁଇରେ ଅଛି ଚନ୍ଦନ ବଡା ସାପ। ସାପ ମାନେ ତ ଦେଖିଲେ କେତେ ବଡ଼ ସାପ ବାହାରିଲା ମାନେ ବଡ଼ା ସାପ ଯେଉଁଟା ମାନେ ଚନ୍ଦନ ବଡ଼ା ସାପ। ମାନେ ଯେଉଁ ସାପଟା କାମୁଡ଼ିଲେ ମଣିଷ ବଞ୍ଚିବା କଷ୍ଟକର ସେଇ ସାପ ଆମ ଘରେ ପଶିଥିଲା। 5 ମିନିଟ୍ରେ କି କେତେ ମିନିଟ୍ରେ ମୁଁ କହିପାରିବିନି କିନ୍ତୁ ସେ ସାପ କାମୁଡ଼ିଲେ ମଣିଷ ବଞ୍ଚିବେନି। ବଡ଼ା ସାପ ଚନ୍ଦନ ବଡ଼ା ମାନେ ଯେତିକି ସାପ ମାନଙ୍କ ମଧ୍ୟରେ ତାର ହଉଛି ବେଶୀ ସେ ନାଗ ସାପ ସିଏ ସାପ ସେ ସବୁ ସବୁ ତ ଏମିତି ପୁରା ବିଷାକ୍ତ ସାପ ବାହାରିଲା ଆମ ଘରୁ। ମାନେ ଏତେ ସାରା ଖୋଜାଖୋଜି କଲା ପରେ ମାନେ କେତେ କଷ୍ଟରେ ମିଳିଲା। ସେଇଠି ସାପଟା ଅଛି କିନ୍ତୁ ଆମେ ଦେଖିପାରୁନୁ। ମାନେ ସେ କାନ୍ଥକୁ ଚଢ଼ି ଯାଇଛି ନା ଆମେ ତଳେ ଖୋଜୁଛୁ ସେଥିରେ କାନ୍ଥକୁ ଚଢ଼ି ଯାଇଛି।
ତ ମୁଁ ସିନା ସେ ପୁରା ଫଟୋ ସେଟ୍ ଦେଖାଯାଉନି ପୁରା ସେଟ୍। ଯାହା ହଉ ଠାକୁରଙ୍କ ଦୟାରୁ ସାପଟି ମିଳିଗଲା, ତାକୁ ମଧ୍ୟ ମାରିକି ଫିଙ୍ଗି ଦିଆଗଲା। ତ ଜଣା ନାହିଁ ଆଜି ରାତିରେ ଆମକୁ ନିଦ ହେଇଥାନ୍ତା କି ନାହିଁ, ମାନେ ସାପ ବସିଛି ମାନେ ଘରେ। ତ ଏଇ ବର୍ଷା ଦିନ ଆସିଲା, ଏଇସବୁ ହବ। ମାନେ ବର୍ଷା ଦିନ ଆସିଲା, ସେଇ ଥଣ୍ଡା ପଡ଼ିଲେ ସାପମାନେ ସବୁ ସାପ ଆଉ ହେଉଛି ଆମର ଗୁଡିକା ସବୁ ଘରକୁ ପଶି ଆସୁଛନ୍ତି। କେତେବେଳେ କେଉଁ ସମୟରେ ପଶି ଆସୁଛନ୍ତି ଦେଖିବୁ କେମିତି। ତ ଯାଉ ସେଦିନ ଗୋଟେ ଗୁଡିକା ବାହାରିଥିଲା, ପୁଣି ଆଜି ସାପ ବାହାରିଲା। ଗଲା ବର୍ଷ ଗୋଟେ ସାପ ବାହାରିଥିଲା। ଏମିତି କେତେ ଥର ଯୋଉଦିନ ଗୁଡିଆ ବାହାରିଲା ତାର ହଉଛି ସକାଳେ ହଉଛି ଚନ୍ଦନଗୁଡା ନା ଢମଣା ଛୁଆଟେ ବାହାରିଲା। କୋଉଠି? ଏଇ ଯୋଉ ଦାଣ୍ଡରେ ମାରିଲା ନା ଯେଦିନ ଛାଡ଼ିଦେଲା କାନ ତା ଗୋଡ ଆସି ଯୋଉ ଗୁଡେଇ ହେଇଗଲା ସେଇଦିନ ତ ଯୋଉଦିନ ଗୁଡିକା ବାହାରିଲା ତା ପରଦିନ ପୁଣି ଗୋଟେ ସାପ ବାହାରିଥିଲା। ଯୋଉଦିନ ବାହାରିଲା ସେଇଦିନ ଦିନରେ କାନ ଯୋଉ ଖାଇକି ଯୋଉ ଯାଉଥିଲା ଢମଣା ଛୁଆଟେ ଦେଖିଲା। ହଁ ଗୁଡିକାଟା ସକାଳୁ ବାହାରିଲା, ଗୁଡିକା ସନ୍ଧ୍ୟାବେଳେ ବାହାରିଲା। ସନ୍ଧ୍ୟାବେଳେ ବାହାରିଲା, ଆଗେ ସାପଟା ବାହାରିଲା। ମୋର କାହିଁ ମନେ ପଡୁନି। ସନ୍ଧ୍ୟାବେଳେ ଏଠି ଯୋଉ ପଳଉଥିଲୁ କାନକୁ ସେଠି ଯୋଉ ଢଣ ହେଲା। ହଁ ସନ୍ଧ୍ୟାବେଳେ ବୋଲିକି 4ଟା 4:30 ହବ। 4ଟା 5ଟା ହବ। ତ ସେଇ ଗୋଟେ ଦିନରେ ସାପ ବାହାରିଲା ସେପଟେ ଯୋଉ ରୋଷେଇ ଘରେ ଯୋଉ ସେଇ ପିଣ୍ଡାର ଯୋଉ କାଠ ଅଛି, ସେ କାଠ ସନ୍ଧିରେ ପଶି ଯାଇଥିଲା ସାପ ଗୋଟେ। ସେଟା ହେଉଛି ଢମଣା ସାପ ନା। ତ ସେଦିନ ଦିନର ବାହାରିଲା ଢମଣା ସାପ ଗୋଟେ, ତାକୁ ମରାଗଲା। ପୁଣି ସନ୍ଧ୍ୟାବେଳେ ବାହାରିଲା ଗୁଦିକା ଗୋଟେ, ତାକୁ ବି ମରାଗଲା। ପୁଣି 4 ଦିନ ହେଇନି ପୁଣି ବାହାରିଲା ଆଜି ଗୋଟେ ଚନ୍ଦନବଡ଼ା ସାପ। ମାନେ ବର୍ଷା ଦିନ ଆସିଗଲା, ବର୍ଷା ବିଶେଷ କରି ଅନ୍ୟ ଦିନରେ ଘରେ ବେଶୀ କିଛି ପଶନ୍ତିନି, ଏ ବର୍ଷା ଦିନ ପାଇଁକି ପଶି ଯାଉଛନ୍ତି। କେତେବେଳେ କେଉଁ ମୁହୂର୍ତ୍ତରେ ପଶି ଯାଉଛନ୍ତି ଦେଖି ହେଉନି, ଜାଣି ହେଉନି। ତ ଭାଗ୍ୟବଶତଃ ଠାକୁରଙ୍କ ଦୟାରେ ଯାହା ହଉ ଦେଖିଲୁ, ଆଉ ତାକୁ ମାରିକି ମଧ୍ୟ ଫୋପଡ଼ା ଗଲା। ଆଉ କ'ଣ କହିବି, ମାନେ ଗୋଟେ ଟେନସନ୍ ଥିଲା, ଖୋଜିକି ପାଉନଥିଲୁ, ଯାହା ଖୋଜିକି ମିଳିଗଲା। ଆଉ କ'ଣ କହିବି, ଆଉ ବେଶୀ କିଛି କହୁନି। ତ ବର୍ତ୍ତମାନ ପାଇଁ ମୁଁ ଯାଉଛି ରୋଷେଇ କରିବି। ତ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ ସେୟାର କମେଣ୍ଟ ନିଶ୍ଚୟ କରିବେ। ଯେଉଁମାନେ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ତାହେଲେ ଆଜି ପାଇଁ ଭିଡ଼ିଓଟି ଏଇଠି ଏଣ୍ଡ କରୁଛି। ପୁଣି ଦେଖା ହେବ ଆଉ ଗୋଟେ ନୂଆ ବ୍ଲଗ୍। ତ ରହୁଛି, ଲଭ୍ ୟୁ ଅଲ୍, ଜୟ ଜଗନ୍ନାଥ।